ମୁଁ ଅଶୋକ କୁମାର ସାହୁ। କ'ଣ ଘଟଣା ହେଇଛି? ଘଟଣା କ'ଣ ପଲ୍ୟୁସନ୍ କରିବାକୁ ଯାଇଥିଲୁ। ପଲ୍ୟୁସନ୍ର ତା ଦାମ୍ ହେଉଛି ଆକ୍ଚୁଆଲି 70 ଟଙ୍କା, କିନ୍ତୁ ଆମଠୁ ନେଉଛନ୍ତି 120 ଟଙ୍କା। 50 ଟଙ୍କା ତାଙ୍କର 70 ଟଙ୍କା ରସିଦ ଦେଇଛନ୍ତି, ଆଉ 120 ଟଙ୍କା ନେଉଛନ୍ତି। ଅବଜେକ୍ସନ୍ କଲେନି? ଅବଜେକ୍ସନ୍ କରିନୁ, ଆମେ ଜାଣିନୁ। କହିଲେ ସେ କହିଲେ ଏକ୍ସଟ୍ରା ଆମର 50 ଟଙ୍କା ଏକ୍ସଟ୍ରା ଆମ ପାଇଁ ନେଉ। ସେଇଟା ଗଭର୍ଣ୍ଣମେଣ୍ଟର 70 ଟଙ୍କା, ଆମେ ଏକ୍ସଟ୍ରା 50 ଟଙ୍କା ନେଉଛୁ। ସେଟା ସମସ୍ତଙ୍କୁ ନେଉଥିଲେ କି ଆପଣଙ୍କୁ? ସେଇଟା ତ ମୋଠୁ ନେଲେ 50 ଟଙ୍କା, ଏ ଯେଉଁ 50 ଟଙ୍କା ଏକ୍ସଟ୍ରା। ପଛରେ ସେମାନେ ଥିଲେ, ମୁଁ ଆଉ ଦେଖିଲିନି, ପଳେଇ ଆସିଲି। ସେ ନେଇଥିବେ ସମସ୍ତଙ୍କୁ, କିନ୍ତୁ 70 120 ଟଙ୍କା ଲେଖା। କ'ଣ କହିବା ପାଇଁ ଚାହୁଁଛନ୍ତି? ଗଭର୍ଣ୍ଣମେଣ୍ଟର ରେଟ୍ ଯେତିକି ଅଛି ସେତିକି ନିଅନ୍ତୁ, ମୋ କହିବା କଥା। 120 ଟଙ୍କା କ'ଣ ପାଇଁ ଏକ୍ସଟ୍ରା ନେବେ? ଘଣ୍ଟା ଘଣ୍ଟା ଧରିକି ଲାଇନ୍, ଘଣ୍ଟେ ଘଣ୍ଟେ ଲାଇନ୍ ଦିଆହେଉଛି। ଲାଇନ୍ ତ ବହୁତ ଲାଇନ୍, ଘଣ୍ଟେ 1.5 ଘଣ୍ଟା 2 ଘଣ୍ଟା ପର୍ଯ୍ୟନ୍ତ ଲାଇନ୍ ଦିଆହେଉଛି, କିନ୍ତୁ 70 ଟଙ୍କା ରେଟ୍, ତାର ଗଭର୍ଣ୍ଣମେଣ୍ଟ ରେଟ୍ କାହିଁକି 120 ଟଙ୍କା ନେବେ? 50 ଟଙ୍କା କ'ଣ ପାଇଁ ଏକ୍ସଟ୍ରା ନେବେ? ଗଭର୍ଣ୍ଣମେଣ୍ଟ ସେଥିପାଇଁ କିଛି ବ୍ୟବସ୍ଥା କରନ୍ତୁ। ହଁ, ସେଇଟା ଆପଣ ଜଣାନ୍ତୁ ଯାଇକି। କ'ଣ କହିଲେ ସେମାନେ? ସେମାନେ କହିଲେ କି ଆପଣ ଜଣାନ୍ତୁ, ଅନ୍ୟ ଜାଗାରେ ଆପଣ ଦେଖୁନାହାନ୍ତି, ସବୁଆଡ଼େ ସେଇ ରେଟ୍। ମୁଁ କହିଲି ସବୁଆଡ଼େ କଥା, ଆପଣ ଯେତିକି ରେଟ୍ ଲେଖା ହେଇ ସେତିକି ନିଅନ୍ତୁ। ସେ କହିଲା ବେଳକୁ ସେ କହିଲେ ନା ନା, ଆମର ଗଭର୍ଣ୍ଣମେଣ୍ଟ ରେଟ୍ 70 ଟଙ୍କା, ଆମେ ଏକ୍ସଟ୍ରା ଆମ ଚାର୍ଜେସ୍ 50 ଟଙ୍କା ଅଧିକ।